ଗୁଣୁପୁର ବିଜେପିର ସାଂଗଠନିକ ବୈଠକ ଯୋଗଦେଲେ ମାନସ ମହାନ୍ତି। ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଧାନସଭା ମଣ୍ଡଳୀର ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଶନିବାର ଦିନ 11ଟାରୁ 12:30 ପର୍ଯ୍ୟନ୍ତ ଏକ କଲ୍ୟାଣ ମଣ୍ଡପ ପରିସରରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସାଂଗଠନିକ ମନ୍ତ୍ରୀ ଭାବେ ମାନସ ମହାନ୍ତି ଯୋଗ ଦେଇଥିଲେ। ପ୍ରଥମେ ଭାରତ ମାତାଙ୍କ ଫଟୋଚିତ୍ର ନିକଟରେ ପୂଜାର୍ଚ୍ଚନା ଏବଂ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏଠାରେ ସାଂଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ତ୍ରିନାଥ ଗମାଙ୍ଗ କାଳିରାମ ମାଝୀ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଗୁଣୁପୁର ବ୍ଲକର ଗୁଣୁପୁର ଡମ୍ବସରା ଜଗନ୍ନାଥପୁର ମଣ୍ଡଳ ସଭାପତି ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ସକ୍ରିୟ କର୍ମୀମାନେ କିପରି ଦଳ ପ୍ରତି କାମ କରୁଛନ୍ତି ତାହା ମଧ୍ୟ ଆଲୋଚନା କରାଯାଇଥିଲା। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ଏଥିରେ ଭାରତୀୟ ଜନତା ପାର୍ଟି କିପରି ଜିଲ୍ଲାରେ ଭଲ କାମ କରିବ ଏବଂ ଭଲ ପ୍ରଦର୍ଶନ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ କିପରି କରିବ ତାହା ଆଲୋଚନା କରିଥିଲେ। ଟିକନିକ କରି ସମସ୍ତ ବିଷୟ ବୁଝାଇଥିଲେ ମାନସ ମହାନ୍ତି। ବିଶେଷ କରି ଡବଲ ଇଞ୍ଜିନ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକ ଗାଁ ଗାଁରେ ପ୍ରଚାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପରେ ମାନସ ମହାନ୍ତି ସେ ରାୟଗଡ଼ା ଗ୍ରସ୍ତ କରିଥିଲେ। ଏହା ପୂର୍ବରୁ ସମସ୍ତ ସାଂଗଠନିକ ମଣ୍ଡଳ ସଭାପତି ଏବଂ ବରିଷ୍ଠ ବିଜେପି ନେତା କର୍ମୀମାନେ ଉପସ୍ଥିତ ରହିଥିଲେ। ସେମାନେ ମାନସ ମହାନ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ସମ୍ବର୍ଦ୍ଧନା ଜ୍ଞାପନ ମଧ୍ୟ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ସରିବା ପରେ ମାନସ ମହାନ୍ତି ଏବଂ ଆସିଥିବା ନେତାମାନେ ସମସ୍ତେ ରାୟଗଡ଼ା ଜିଲ୍ଲାକୁ ଗ୍ରସ୍ତ କରିଥିବା ଜଣାପଡ଼ିଛି।